ଆଉ କିଛି ଦିନ ମଧ୍ୟରେ ଓଡ଼ିଶାର 10 ଲକ୍ଷ ହିତାଧିକାରୀଙ୍କୁ ଆବାସ ଘର ପାଇଁ ଟଙ୍କା ମିଳିବାକୁ ଯାଉଅଛି ଏବଂ ୱାର୍କ ଅର୍ଡର ମଧ୍ୟ ମିଳିସାରିଲାଣି। ଯେଉଁ 10 ଲକ୍ଷଙ୍କୁ ପ୍ରଥମେ ହିତାଧିକାରୀ ଭାବେ ଆବାସ ଘର ପାଇବା ପାଇଁ ଯୋଗ୍ୟ ବୋଲି ବିବେଚିତ କରାଯିବ, ଆପଣଙ୍କର ନାମ ସେଥିରେ ଅଛି କି ନାହିଁ ଏବଂ ୱାର୍କ ଅର୍ଡର କହିଲେ ଆପଣ ବୁଝନ୍ତି କ'ଣ ଏବଂ ୱାର୍କ ଅର୍ଡର ମିଳିଲା ପରେ ଆପଣ କରିବେ କ'ଣ ଏବଂ କେତେ ଟଙ୍କା ବଢ଼ିଛି ଆବାସ ଘର ପାଇଁ, ସମୁଦାୟ କେତେ ରାଶି ଆପଣଙ୍କୁ ମିଳିବ ଏବଂ କେତେ ଦିନରେ ଘର କାମ ଶେଷ କଲେ ଆପଣଙ୍କୁ ବୋନସ୍ ଟଙ୍କା ମିଳିବ, ସେ ସବୁ ଜାଣିବା ପାଇଁ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ ଏବଂ ଭିଡ଼ିଓଟିକୁ ସମସ୍ତଙ୍କୁ ଅଧିକରୁ ଅଧିକ ସେୟାର କରନ୍ତୁ। ଦେଖନ୍ତୁ ପୂର୍ବରୁ କ'ଣ ହେଉଥିଲା ନା ଆପଣ ଆବାସ ଘର ପାଇବା ପାଇଁ ଯୋଗ୍ୟ ଥିଲେ କିନ୍ତୁ ଆପଣଙ୍କ ଫର୍ମ ଆଗକୁ ବଢ଼ାଇବା ପାଇଁ ଦିଆଯାଉନଥିଲା, କାରଣ ଯେହେତୁ ଫର୍ମଟି ଅଫଲାଇନରେ ଫିଲ୍ଅପ୍ ହୋଇକି ଅଫିସରେ ପଡୁଥିଲା, ଆପଣଙ୍କ ଫର୍ମଟି ଅଫିସରେ ଦିଆଯାଇକି ମଧ୍ୟ କାଗଜକୁ ତଳେ ରଖାଯାଉଥିଲା, ଫାଇଲକୁ ତଳେ ରଖାଯାଉଥିଲା, ଯାହାକି ଆପଣଙ୍କ ଫାଇଲ ଆଗକୁ ନ ଯାଇପାରି ଆପଣଙ୍କ ଫର୍ମ ସେଠାରେ ହିଁ ସମାପ୍ତ କରାଯାଇଥିଲା ଏବଂ ଆପଣ ମାନେ ଯୋଗ୍ୟ ଥାଇ ବି ଆପଣ ପାଇଲେ ନାହିଁ ଆବାସ ଘର। କିନ୍ତୁ ଏବେ କ'ଣ ହୋଇଛି ନା ଆପଣମାନେ ଜାଣିଛନ୍ତି ଏହା ଆପ୍ ଦ୍ୱାରା ଆପଣ ନିଜ ଘର ନିଜେ ସର୍ଭେ କରିପାରିବେ। କୌଣସି ଅଧିକାରୀ ନ ଆସିଲେ ବି ଆପଣ ନିଜ ମୋବାଇଲରେ ନିଜେ ସର୍ଭେ କରିକି ଆପଣମାନେ ଯୋଉ 37 ଲାଖ ଆବେଦନ କରିଛନ୍ତି ତାହା ଅଫଲାଇନ ନୁହେଁ, ତାହା ଅନଲାଇନରେ ଆବେଦନ ହୋଇଥିଲା। ଆପଣମାନେ ଭାବୁଥିବେ ଯୋଉ 37 ଲକ୍ଷ ଆବେଦନ ହୋଇଥିଲା ସେଥିମଧ୍ୟରେ ଆପଣଙ୍କ ନାମ ଅଛି କି ନାହିଁ ଏବଂ ଆପଣ ଘର ଆବାସ ଘର ପାଇବା ପାଇଁ ଯୋଗ୍ୟ କି ନୁହଁ ତାକୁ ଜାଣିବା ପାଇଁ ହେଲେ ଦେଖନ୍ତୁ ଏବେ 37 ଲକ୍ଷରୁ 3 ଲକ୍ଷକୁ ପୁରା ମାନେ କାଟି ଦିଆଯାଇଛି। କ'ଣ ପାଇଁ କାଟି ଦିଆଯାଇଛି ନା ସେମାନଙ୍କର ଘର ଅଛି, ମାନେ ବଡ଼ ବଡ଼ ବିଲ୍ଡିଂ ଅଛି, ସେ ମଧ୍ୟ ଆବେଦନ କରିଥିଲେ ଆବାସ ଘର ପାଇବା ପାଇଁକା ଏବଂ ସେମାନଙ୍କର 4 ଚକିଆ ଅଛି ଏବଂ ସେମାନଙ୍କ ଘରେ ଚାକିରିଆ ଅଛନ୍ତି, ରିଟର୍ନ ଫାଇଲ ଦଉଛନ୍ତି, 15,000ରୁ ଉର୍ଦ୍ଧ୍ୱ ଟଙ୍କା ସେମାନଙ୍କ ରୋଜଗାର କରୁଛନ୍ତି, ସେମାନେ ମଧ୍ୟ ଆବାସ ଘର ଆବେଦନ କରିବା ପାଇଁ ବାହାରିଥିଲେ ଏବଂ ସେମାନେ ଆବେଦନ କରିଥିଲେ ଏବଂ ସେମାନଙ୍କ ଫର୍ମକୁ ରିଜେକ୍ଟ କରାଦିଆଯାଇଛି ଏବଂ ସେଥିମଧ୍ୟରୁ 37 ଲକ୍ଷରୁ ଉର୍ଦ୍ଧ୍ୱ ଆବେଦନ ମଧ୍ୟରୁ 34 ଲକ୍ଷକୁ ୱେଟିଂ ଲିଷ୍ଟରେ ବା ସର୍ଟ ଲିଷ୍ଟରେ ରଖାଯାଇଛି। ପୂର୍ବରୁ ଯୋଉ 1,20,000 ମିଳୁଥିଲା ତାହା ବଢିକି 1,80,000 କରାଯାଇଛି କେବଳ ଘର ପାଇଁକା। ବାକି ଟୋଟାଲି ଦେଖିବାକୁ ଗଲେ 2,12,000ରୁ 2,17,000 ଟଙ୍କା ଆପଣଙ୍କୁ ଆବାସ ଘର ପାଇଁ ମିଳିବ କେବଳ ଘର କରିବା ପାଇଁକା 1,80,000। ଦେଖନ୍ତୁ ପୂର୍ବରୁ ଘର କରିବା ପାଇଁକା ଆପଣଙ୍କୁ ଆବାସ ଯୋଜନା ପାଇଁକା 1,20,000 ମିଳୁଥିଲା, ଏବେ ତାହା ବଢିକିରି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଏବେ ଚାଲିଛି ଯେ କେତେ ମିଳିବ ବୋଲି। ଏବେ ଯାହା ଜଣା ପଡୁଛି 1,80,000 କେବଳ ଘର କରିବା ପାଇଁକା ମିଳିବ। ପ୍ରଥମେ ଆପଣଙ୍କୁ ୱାର୍କ ଅର୍ଡର ମିଳିଲା ପରେ, ଏଇଠି ମନେ ରଖନ୍ତୁ ୱାର୍କ ଅର୍ଡର କହିଲେ ଆପଣ ମାନେ କ'ଣ ବୁଝନ୍ତି? ୱାର୍କ ଅର୍ଡର ମାନେ ସିମ୍ପଲ ଭାଷାରେ କହିବାକୁ ଗଲେ କାର୍ଯ୍ୟାଦେଶ। କାର୍ଯ୍ୟାଦେଶ ମାନେ କ'ଣ? ଆପଣ ଯେବେ ଏଲିଜିବୁଲ ହେବେ 10 ଲକ୍ଷ ମଧ୍ୟରେ ଆପଣଙ୍କ ନାମ ଆସିବ, ଆପଣ ଯେତେବେଳେ ଏଲିଜିବୁଲ ହେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାନେ ଘର କରିବା ପାଇଁକା ଆପଣଙ୍କୁ ଜିଓ ଟ୍ୟାଗ କରାଯିବ, ତାପରେ ଆପଣଙ୍କୁ କାର୍ଯ୍ୟାଦେଶ ପାଇଁ ୱାର୍କ ଅର୍ଡର ମିଳିବ। ୱାର୍କ ଅର୍ଡର ମିଳିଲା ପରେ ଆପଣ ନିଜର ଘର କାର୍ଯ୍ୟ ଆରମ୍ଭ କରିପାରିବେ। ୱାର୍କ ଅର୍ଡର ମିଳିବାର କିଛି ଦିନ ପରେ ଆପଣଙ୍କ ଆକାଉଣ୍ଟକୁ ଆସିବ ଟଙ୍କା, ଯାହାକି ଆପଣ ଫାଉଣ୍ଡେସନ ପର୍ଯ୍ୟନ୍ତ କମ୍ପ୍ଲିଟ କରିପାରିବେ। ଫାଉଣ୍ଡେସନ କମ୍ପ୍ଲିଟ କରିସାରିବା ପରେ ଆପଣ ତୁରନ୍ତ ଜିଆରଏସ୍ ହୁଅନ୍ତୁ କିମ୍ବା ପିଓ କୁ ହୁଅନ୍ତୁ, ଆପଣ ତୁରନ୍ତ ଖବର ଦିଅନ୍ତୁ, ଯାହାକି ଆଉ ଗୋଟେ ଫଟୋ ଉଠିକି ଆପଣଙ୍କୁ ଜିଓ ଟ୍ୟାଗିଂ କରାଯିବ, ଯାହା ଫଳରେ କି ଆପଣଙ୍କୁ ଆଉ ଗୋଟେ କିସ୍ତିର ଟଙ୍କା ମିଳିବ ଏବଂ ଆଉ ଗୋଟେ କିସ୍ତିର ଟଙ୍କା ମିଳି ସାରିଲା ପରେ ଆପଣଙ୍କ ଲିମଟାଲ ଯାଇକି କାର୍ଯ୍ୟ ଯାଇଥିବ, ଲିମଟାଲ କାର୍ଯ୍ୟ ସରିଲା ପରେ ଆପଣ ସେଇଠି ଗୋଟେ ଫଟୋ ଉଠେଇବେ, ଯାହାକି ଛାତ ପଡିବା ପୂର୍ବରୁ ଆପଣଙ୍କୁ ଆଉ ଗୋଟେ କିସ୍ତିର ଟଙ୍କା ମିଳିବ। ତାପରେ ରହିଲା ଚତୁର୍ଥ କିସ୍ତି। ଚତୁର୍ଥ କିସ୍ତି କ'ଣ ନା ଛାତ ପଡି କଲର ସରିଲା ପରେ ଆପଣ ଘର ଫ୍ରଣ୍ଟରେ ଛିଡା ହେଇକିରି ଗୋଟେ ଫଟୋ ଉଠିବ, ଯାହାକି ଆଉ ଗୋଟେ କିସ୍ତିର ଟଙ୍କା ମିଳିବ ଏବଂ ଆ ବାଦ ବି ଆପଣଙ୍କୁ ଆବାସ ଘର ସହିତ ଆପଣଙ୍କୁ ପାଇଖାନା ଲାଟ୍ରିନ୍ ପାଇଁକା ମଧ୍ୟ ଟଙ୍କା ମିଳିବ। ଏନଆରଜିଏସ୍ ନରେଗାରେ ଯେଉଁ ଶ୍ରମିକ ମାନେ କାମ କରନ୍ତି ସେଥିପାଇଁ ବି ଆପଣଙ୍କୁ ଟଙ୍କା ମିଳିବ ଏବଂ ଆହୁରି ମଧ୍ୟ ଟଙ୍କା କ'ଣ ମିଳିବ ନା ଯଦି ଆପଣ 4 ମାସ ଭିତରେ ଘର କାର୍ଯ୍ୟ ଶେଷ କରନ୍ତି ବୋନସ ଟଙ୍କା ମିଳିବ ଏବଂ 6 ମାସରେ ଯଦି ଘର କାର୍ଯ୍ୟ ଶେଷ କରନ୍ତି ତାହେଲେ ଆପଣଙ୍କୁ ମଧ୍ୟ ଆହୁରି ବୋନସ ଟଙ୍କା ମିଳିବ। ଏହିପରି ଦେଖିଲେ ଆପଣ ଭାବନ୍ତୁ ଆବାସ ଘରରେ କେତେ ଟଙ୍କା ଆପଣଙ୍କୁ ମିଳୁଛି। ଆପଣ ଭାବୁଥିବେ ୱାର୍କ ଅର୍ଡର ମିଳିଲା, ୱାର୍କ ଅର୍ଡର କ'ଣ? ୱାର୍କ ଅର୍ଡର ଦେଖନ୍ତୁ, ୱାର୍କ ଅର୍ଡର ଗୋଟେ ସେମିତି କିଛି ନୁହେଁ। ଆପଣ ଯେତେବେଳେ ଏଲିଜିବୁଲ ହେବେ ଆପଣଙ୍କୁ ପିଓ ଏବଂ ବିଡିଓ ସ୍ତରର ଲୋକ ଏବଂ ମାନେ ଜିଆରଏସ୍ ମାନେ ଆସିକି ଆପଣଙ୍କର ଘରର ସର୍ଭେ କରିବେ ଏବଂ ଆଉ ଥରେ ପ୍ରଥମରୁ ଜିଓ ଟ୍ୟାଗ କରିବେ, ଯେହେତୁ ଆପଣଙ୍କର ସେଠି ଖାଲି ଜାଗା ଥିଲା କିମ୍ବା ପୁରୁଣା ଘର ଥିଲା, ଆଉ ଥରେ ଜିଓ ଟ୍ୟାଗ କରିକି ଆପଣଙ୍କୁ ମାନେ ୱାର୍କ ଅର୍ଡର ବା କାର୍ଯ୍ୟାଦେଶ ପାଇଁକା ଆପଣଙ୍କୁ ସହମତି ମିଳିବ। ଘର କାର୍ଯ୍ୟ ଆରମ୍ଭ କରିବା ପାଇଁକା ଆପଣଙ୍କୁ 40,000ରୁ 60,000 ଟଙ୍କା ପ୍ରଥମେ ଆପଣଙ୍କୁ ଦିଆଯିବ। ତାପରେ ଆପଣ ଫାଉଣ୍ଡେସନ ଉଠେଇବେ, ତାପରେ ଷ୍ଟେପ ବାଇ ଷ୍ଟେପ ଆପଣ କାର୍ଯ୍ୟ କରିପାରିବେ। ଯେଉଁ
34 ଲକ୍ଷ ସର୍ଟଲିଷ୍ଟ ହୋଇଛି, ସେଥିମଧ୍ୟରୁ ପ୍ରଥମେ 10 ଲକ୍ଷଙ୍କୁ ମିଳିବ। ଆପଣଙ୍କ ସେ 10 ଲକ୍ଷ ହିତାଧିକାରୀରେ ଯାଉଛନ୍ତି କି ନାହିଁ ଜାଣିବା ପାଇଁ ହେଲେ ଯେଉଁ ପ୍ରଥମ ପର୍ଯ୍ୟାୟରେ 10 ଲକ୍ଷ ହିତାଧିକାରୀଙ୍କୁ ଆବାସ ଘର ମିଳିବ, ଆପଣମାନେ ଭାବୁଛନ୍ତି ଆପଣଙ୍କ ନାମ ସେଥିରେ ଅଛି କି ନାହିଁ, ତାହେଲେ ଆପଣ ଅଫିସିଆଲି ୱେବସାଇଟ୍ ଭିଜିଟ୍ କରିପାରିବେ। ଅଫିସିଆଲି ୱେବସାଇଟ୍ ହେଉଛି rhreporting.nic.in କି ଭିଜିଟ୍ କରିପାରିବେ। ମୁଁ ଲିଙ୍କ ଡେସ୍କ୍ରିପସନରେ ଦେଇଦେଇଛି ଏବଂ ଆପଣ ଯେବେ ଫାଇନାଲ ପୁରା ହୋଇଯିବ ଯେ ଏଇ 10 ଲକ୍ଷଙ୍କୁ ମିଳିବ ବୋଲି, ଆପଣ ନିଜ ପଞ୍ଚାୟତରେ ଆପଣଙ୍କ ନାମ ଦେଖିପାରିବେ ଏବଂ ଆପଣ ପିଓ ଏବଂ ଜିଆର୍ଏସ୍ ସହ ଆପଣ ସବୁବେଳେ ଯୋଗାଯୋଗର ସମ୍ପର୍କରେ ଥାଆନ୍ତୁ। ଯେହେତୁ ଏବେ ଫାଇନାଲ ହୋଇନାହିଁ, ତେଣୁକରି ଆପଣ ନିଜ ସାଇଟରେ ଆପଣଙ୍କ ନାମ ଦେଖିପାରିବେ ନାହିଁ ଏବଂ ପଞ୍ଚାୟତ ଅଫିସରେ ଆପଣଙ୍କ ନାମ ମଧ୍ୟ ଦେଖିପାରିବେ ନାହିଁ। ଆଉ କିଛି ଦିନ ଅପେକ୍ଷା କରନ୍ତୁ, ସାଇଟରେ ନାମ ଆପଣଙ୍କର ଅପଡେଟ୍ ହେଇଯିବ, ପଞ୍ଚାୟତ ଅଫିସରେ ଆପଣଙ୍କ ନାମ ମଧ୍ୟ ବାହାରି ପଡିବ। ଯେହେତୁ ଆପଣ ଯୋଉ 10 ଲକ୍ଷ ମଧ୍ୟରେ ଯାଉଛନ୍ତି କି ନାହିଁ ଜାଣିପାରୁନାହାନ୍ତି, ଯେହେତୁ ଆପଣଙ୍କ ନାମ ବର୍ତ୍ତମାନ ସୁଦ୍ଧା ଫାଇନାଲ ହୋଇନାହିଁ, ତେଣୁ କରି ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ, ଆଉ କିଛି ଦିନ ଅପେକ୍ଷା କରନ୍ତୁ। ଆପଣଙ୍କର ଯେବେ ଫାଇନାଲ ହୋଇଯିବ ଆପଣଙ୍କୁ ପିଓ ଜିଆର୍ଏସ୍ ଆପଣଙ୍କୁ ଜଣାଇଦେବେ ଏବଂ ପଞ୍ଚାୟତରେ ଆପଣଙ୍କ ନାମ ମଧ୍ୟ ଲିଷ୍ଟରେ ମରାଯିବ ଏବଂ ଆପଣଙ୍କର ଅଫିସିଆଲ ୱେବସାଇଟରେ ମଧ୍ୟ ଆପଣଙ୍କୁ ଅପଡେଟ୍ କରାଇ ଦିଆଯିବ। ଆପଣ ସେଥିପାଇଁକା ଅପେକ୍ଷା ଟିକେ କରନ୍ତୁ ଏବଂ ଚ୍ୟାନେଲରେ ଯୋଡ଼ି ହେଇକି ରୁହନ୍ତୁ। ଆପଣଙ୍କ ନାମ ଯେବେ ଆସିବ ଆମେ ଆପଣଙ୍କୁ ପ୍ରଥମେ ଜଣାଇବୁ। ଆପଣ ଏବେ ଜାଣିଲେ ୱାର୍କର ଅର୍ଡର କହିଲେ କଣ ବୁଝେ ଏବଂ କେତେ ଟଙ୍କା ମିଳିବ ଏବଂ ଆପଣଙ୍କ ନାମ ଅଛି କି ନ ଅଛି କିପରି ଜାଣିବେ ଏବଂ ଯାହାର ଯାହା ଡାଉଟ୍ ଥାଏ ଭିଡିଓରେ ଆପଣ କମେଣ୍ଟ କରନ୍ତୁ। ରହିଲି, ଦେଖାହବା ନୂଆ ଏକ ଭିଡିଓରେ।